ଚାଷ ଜମିକୁ ଜଳ ଯୋଗାଇବା ପାଇଁ ନିର୍ମିତ କେନାଲ ଏବେ ଆବର୍ଜନା ମଇଳା କୁଣ୍ଡ ପାଲଟିଛି। ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଚାଷୀମାନେ ଦୀର୍ଘ 2 ଦଶନ୍ଧି ଧରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାରଳାଖେମୁଣ୍ଡି ସହରର ସେରିସାହି ନିକଟ ଦେଇ କ୍ଷୁଦ୍ର ଜଳସେଚନ ବିଭାଗର ଏହି କେନାଲ ଯାଇଛି। ଏକଦା ରାମସାଗର ସୀତାସାଗରରୁ ତଳି ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଇବାରେ ପ୍ରମୁଖ ମାଧ୍ୟମ ଥିବା ଉକ୍ତ କେନାଲ ବର୍ତ୍ତମାନ ସହରର ଆବର୍ଜନା ମଇଳା ପାଣି ଧରି ରଖୁଥିବା କୁଣ୍ଡ ପାଲଟିଛି। ପୂର୍ବରୁ ଏହି କେନାଲର ଜଳକୁ ବ୍ୟବହାର କରି ଚାଷ କରାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ବର୍ଷ ବର୍ଷ ଧରି ଏଥିରେ ସହରର ମଇଳା ପାଣି ପ୍ରବାହିତ ହେବାରୁ ଜମି ଚାଷ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ କେନାଲ ପାର୍ଶ୍ୱରେ ବଢ଼ୁଥିବା ଜନବସତି, ବେଆଇନ ଜବରଦଖଲ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ଏନେଇ ପାରଳାଖେମୁଣ୍ଡି ପୌର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଗଣମାଧ୍ୟମକୁ କହିଛନ୍ତି, ସମସ୍ୟା ସମ୍ପର୍କରେ ପୌର ପରିଷଦ ଅବଗତ ରହିଛି। କେନାଲରୁ ମଇଳା ପାଣି ନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ସୁଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। କେବଳ ଅର୍ଥ ଖର୍ଚ୍ଚ କରାଇବାରେ ବିଭାଗଗୁଡ଼ିକ ବାଉଳା, ଚାଷୀର ସମସ୍ୟାର ସମାଧାନ କରିବାରେ ବିଫଳ। ନୂତନ ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଲେ ଚାଷୀ ଉପକୃତ ହୋଇପାରିବେ। ବ୍ୟୁରୋ ରିପୋର୍ଟ, ରେନବୋ ମିଡ଼ିଆ। Please watch current updates in Rainbow Media. Subscribe our channel in YouTube. Follow us in Meta. For fresh updates, visit our webpage www.rainbowadisha.com.in.